ଦେଖନ୍ତୁ ଆଜ୍ଞା, କୁମେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି। ବଲାଙ୍ଗୀର ଲୟର ସୁକେତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ସମ୍ପତ୍ତି ତାଲିକା ଲବବିବାରେ ଲାଗିଛି। ଶୁକ୍ରବାର ସକାଳ ସୁଦ୍ଧା ଭିଜିଲାନ୍ସ ସୂଚନା ମୁତାବକ କଟକ, ଭୁବନେଶ୍ୱର, ପୁରୀ ଓ ଢେଙ୍କାନାଳ ଏବଂ ଉତ୍ତରପ୍ରଦେଶ ମଥୁରାର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ 2ଟି ମିସାଇଲ୍ ମୋଟ 36ଟି ପ୍ଲେଟ୍ ରହିଛି। ଏଥିସହିତ 2.26 କୋଟି ଟଙ୍କା ଜମା ଆକାରରେ ଭିଜିଲାନ୍ସ ପାଇଛି। ବିଭିନ୍ନ ବୀମା କମ୍ପାନୀଗୁଡ଼ିକରେ ରାଉତ 1.86 କୋଟି ଟଙ୍କା ନିବେଶ କରିଛନ୍ତି। ତେବେ ବ୍ୟାଙ୍କରେ 40.39 ଲକ୍ଷ ଟଙ୍କା ଜମା ଆକାରରେ ରହିଛି। ଏପର୍ଯ୍ୟନ୍ତ ଆକଳନ କରାଯାଇଥିବା ମୋଟ ଜମା 22,000 କୋଟିରୁ ଅଧିକ ହେବ। ଏବେ ଭିଜିଲାନ୍ସ ସେୟାର ଏବଂ ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗ ଅଧିକ ବିବରଣୀ ଯାଞ୍ଚ କରୁଥିବା କହିଛି। ଢେଙ୍କାନାଳର ସପ୍ତଶଯ୍ୟାରେ 8 ଏକର ଜମିରୁ ଅଧିକ ଜମିରେ ଥିବା ଫାର୍ମ ହାଉସ୍ ମଧ୍ୟରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଫାର୍ମ ହାଉସ୍ ଭିତରେ 2 ମହଲା ବିଶିଷ୍ଟ ଏକ ବିଶାଳପୂର୍ଣ୍ଣ ଘର, 2,123 ବର୍ଗଫୁଟର ଗୋଟିଏ କୁକୁଡ଼ା ଫାର୍ମ, ଯେଉଁଠାରେ ପ୍ରାୟ 1,000 ସଂଖ୍ୟକ ଦେଶ କୁକୁଡ଼ା ଏବଂ ବତକ ଅଛନ୍ତି, 2,550 ବର୍ଗଫୁଟର ଗୋଟିଏ ଗାଈ ଫାର୍ମ, ଯେଉଁଠାରେ 45 ଗାଈ ଏବଂ 25 ବାଛୁରୀ ଅଛନ୍ତି। ତେବେ ଫାର୍ମ ହାଉସ୍ରେ ଅମାପ ସମ୍ପତ୍ତିର ଠାବ ହୋଇଥିବାରୁ ଏହି ପରିପ୍ରେକ୍ଷୀରେ ଭେଟେନାରୀ ଅଧିକାରୀ ସହାୟତା ଲୋଡ଼ିଛନ୍ତି ଭିଜିଲାନ୍ସ ଅଧିକାରୀ। ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ସ୍ଥିତ ପ୍ଲଟ ନମ୍ବର 90ରେ ଥିବା ଗୋଟିଏ 3 ମହଲା କୋଠା, ନୟାପଲ୍ଲୀ ନୀଳକଣ୍ଠ ନଗର ସ୍ଥିତ ପ୍ଲଟ ନମ୍ବର 494ରେ ଥିବା ଗୋଟିଏ 2 ମହଲା କୋଠା, ପୁରୀ ଜିଲ୍ଲା ଶ୍ରୀକ୍ଷେତ୍ର ଭକ୍ତନିବାସ ବ୍ଲକ ଯେ ଗ୍ରାଉଣ୍ଡ ଫ୍ଲୋରରେ ଥିବା 2 BHK ପ୍ଲାଟ, ପୁରୀ VIP ରୋଡ୍ ସ୍ଥିତ କ୍ରୀଡ଼ାଧାମ ଆପାର୍ଟମେଣ୍ଟରେ ଏକ 1 BHK ପ୍ଲାଟ ଠାବ ହୋଇଛି। ଏସବୁ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ ୱିଙ୍ଗ ପ୍ରୟାସ ଜାରି ରଖିଛି। ଏଥିସହ ତାଙ୍କ ଘରୁ 2,34,120 ଟଙ୍କା, 176 ଗ୍ରାମ ସୁନା ଅଳଙ୍କାର, 500 ଗ୍ରାମର ରୂପା ଅଳଙ୍କାର ଠାବ ହୋଇଛି। ସେହିପରି 37,36,597 ଟଙ୍କାର ଗୋଟିଏ ଟ୍ରକ୍, 2ଟି ବେନାମୀ 4 ଚକିଆ ଯାନ ଓ 4ଟି ବାଇକ୍ ଏବଂ 15 ଲକ୍ଷ ଟଙ୍କାର ଘରୋଇ ଉପକରଣକୁ ହିସାବ କରାଯାଇଛି। ଢେଙ୍କାନାଳ ଫାର୍ମ ହାଉସ୍ରେ ଗୋଟିଏ 2 ମହଲା ବିଶିଷ୍ଟ କୋଠାଘର ରହିଥିବା ବେଳେ ସେଥିରେ ବହୁମୂଲ୍ୟ ଟଙ୍କାର ଜିନିଷପତ୍ର ରହିଛି। ସେହିପରି 71 ଗୋରୁ ଓ ବଡ଼ କୁକୁଡ଼ା ଫାର୍ମ ରହିଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର 9ଟି ଟିମ୍ରେ 2 ଅତିରିକ୍ତ SP, 8 DSP, 6 ଇନ୍ସପେକ୍ଟର, 10 SI ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। ଚଢ଼ାଉ ଜାରି ରହିବା ବେଳେ ସୁନୀଲଙ୍କୁ ସମ୍ପତ୍ତି ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ସୁନୀଲ ବର୍ଷେରୁ ଉର୍ଦ୍ଧ୍ୱ ସମୟ ହେବ ଲୟର ସୁକେତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କ ସମୟରେ ଗତ ଜାନୁଆରୀ 3ରେ 2,723 କୋଟି ଟଙ୍କାର ନିର୍ମିତ ଲୟର ସୁକେତେଲ ପ୍ରକଳ୍ପ ଉଦ୍ଘାଟିତ ହୋଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟରେ ସୁନୀଲ ଦୁର୍ନୀତି କରିଥିବା ସନ୍ଦେହ କରାଯାଉଥିବାରୁ ଏ ଦିଗକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହେଉଛି।